ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କାହିଁକି କଲା ବିଜେପି? ଏହା ପଛରେ ରହିଛି 6ଟି ସିକ୍ରେଟ୍ ପ୍ଲାନ୍ ବିଜେପିର। ହଁ ଦର୍ଶକ ବନ୍ଧୁ, ଜୁନ୍ 12 ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିବେ। ମୋହନଙ୍କ ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ନିଯୁକ୍ତି ପାଇଥିବା ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ନାମ ଘୋଷଣା କରିଥିଲେ। ରାଜ୍ୟରେ ଏତେ ବଡ଼ ବଡ଼ ନେତା ଥିଲେ ମଧ୍ୟ ବିଜେପି କାହିଁକି ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କଲା? ଏହା ପଛରେ କ'ଣ ରହିଛି ରହସ୍ୟ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଜାଣିବା ଏହାର 6ଟି ସିକ୍ରେଟ୍ ପ୍ଲାନ୍। ଏଥର ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ମନମୋହନ ସାମଲଙ୍କ ପରି ଆହୁରି ଅନେକ ହେଭିୱେଟ୍ଙ୍କ ନାମ ଚର୍ଚ୍ଚା ହେଉଥିଲେ ବି ବିଜେପି ମୋହନଙ୍କୁ ଚୟନ କରିଥିଲା। ପୂର୍ବ ବିଜେଡି ସରକାରରେ ଦୀର୍ଘ 24 ବର୍ଷ ଧରି ନବୀନ ଲୋକଙ୍କର ପ୍ରିୟଭାଜନ ହୋଇପାରିଥିଲେ। ଅନୁରୂପ ଭାବେ ମୋହନଙ୍କ ପରି ଶାନ୍ତ ଓ ନମ୍ର ସ୍ୱଭାବର ବ୍ୟକ୍ତି ମଧ୍ୟ ରାଜ୍ୟର ଜନମାନସରେ ଗ୍ରହଣୀୟ ହୋଇପାରେ ବୋଲି ବିଜେପିକୁ ହୃଦବୋଧ ହୋଇପାରେ। ଦୁଇରେ କେନ୍ଦୁଝର ଏକ ଅନୁସୂଚିତ ଜନଜାତି ଆସନ ହୋଇଥିବା ବେଳେ ମୋହନଙ୍କ ପରି ଜଣେ ଆଦିବାସୀ ଚେହେରାଙ୍କୁ ରାଜ୍ୟ ଦାୟିତ୍ୱ ଦେଇ ବିଜେପି ଏକ ନୂଆ ଇମେଜ୍ ସୃଷ୍ଟି କରିବାକୁ ପ୍ରୟାସ କରୁଥାଇପାରେ। ମୋହନଙ୍କ ପରି ଜଣେ ସରଳ ବ୍ୟକ୍ତିତ୍ୱ ଏ କ୍ଷେତ୍ରରେ ସଫଳ ହେବେ ବୋଲି ଦଳର 100% ବିଶ୍ୱାସ ରହିଛି। ଗତ ବର୍ଷ ସମାପ୍ତ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିବା ପରେ ମଧ୍ୟ ବିଜେପି ଏହି ରଣନୀତି ପ୍ରୟୋଗ କରିଥିଲା। ଦଳରେ ଶିବରାଜ ସିଂହ ଚୌହାନ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ପରି ଅନେକ ହେଭିୱେଟ୍ ରହିଥିଲେ ବି ଦଳ ଶେଷରେ ମୋହନ ଯାଦବଙ୍କ ପରି ଜଣେ ଅନ୍ୟ ପଛୁଆ ନେତା ସମ୍ପ୍ରଦାୟର ଚେହେରାଙ୍କୁ ଆଗକୁ ଆଣିଥିଲା। 4ରେ ରହିଛି ସେହିପରି ବିଷ୍ଣୁଦେଓ ସାଏଙ୍କ ପରି ଜଣେ ଆଦିବାସୀ ନେତାଙ୍କୁ ଦଳ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଭଜନଲାଲ ଶର୍ମାଙ୍କ ପରି ଜଣେ ବ୍ରାହ୍ମଣ ନେତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲା। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ପରି ଓଡ଼ିଶାରେ ସଫଳତା ପାଇବା ଲକ୍ଷ୍ୟରେ ବିଜେପି ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥାଇପାରେ। ଦର୍ଶକ ବନ୍ଧୁ, ସବୁ ବିଧାୟକ ଓ ସାଂସଦଙ୍କର ଭୋଟିଂ କରାଯିବା ପରେ ମୋହନଙ୍କ ନାମରେ ମୋହର ବାଜିଥିଲା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ମୁଖ୍ୟ ସାରଥୀ ଅମିତ ଶାହ ସର୍ବଦା କିଛି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଟିକନିକ ତର୍ଜମା କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥାନ୍ତି।